ଜନସାଧାରଣଙ୍କ ଇଚ୍ଛା ନିଶ୍ଚିତ ଭାବେ ବିଜୟ ଲାଭ କରିବା ବହୁତ ସମ୍ଭାବନା ଅଛି ଏବଂ ସୋସିଆଲ ୱାର୍କ ସାମ୍ନାକୁ ଅଛି। ଯେହେତୁ ମୁଁ ନିଃସହାୟ ଏବଂ ଗରିବ ବ୍ୟକ୍ତିମାନଙ୍କ ସହିତ ମୁଁ ସାରା ଜୀବନ ମୋର ପ୍ରତି ନିର୍ବାଚନ ମଣ୍ଡଳୀରେ ଅସୁବିଧା କିଛି ନାହିଁ। ଦୀର୍ଘ 40 ବର୍ଷ ଭିତରେ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ କରି ସମାଜକୁ ଦୃଢ଼ କରିବା ପାଇଁ ସେ କାର୍ଯ୍ୟକ୍ରମ ସଫଳ ଭାବରେ ଯାଉଛି। କୌଣସି ଗାଁରେ ଅସୁବିଧା ନାହିଁ, ଗାଁରେ 25 ପରିବାର ଗାଈ କାଟ ଆଜି 6,306 ପିଲାଙ୍କୁ ଉଚ୍ଚ ଶିକ୍ଷା ପାଇଁ ସହାୟତା କରୁଛି ମୋ ନିଜସ୍ୱ ଅନୁଦାନ ପାଣ୍ଠି ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଯେତେବେଳେ PSKY କାର୍ଡ ନଥିଲା ସେତେବେଳେ 564 ହାର୍ଟ ଅପରେସନ 3,519 ଆଖି ଅପରେସନ ଅବସ୍ଥାରେ ଚାଲିଛି ହେଇଯାଇଛି ଏବଂ ବ୍ଲଡ କ୍ୟାମ୍ପ ମଧ୍ୟ ଅଛନ୍ତି। ମୋ 3ଟି ବ୍ଲଡ କ୍ୟାମ୍ପ ପ୍ରଥମ ଆସିବ। ଜନସାଧାରଣ ସହିତ ସବୁବେଳେ ଜଡ଼ିତ ଅଛି। ନିର୍ବାଚନ ଏକ ବିଧି ପ୍ରକ୍ରିୟା। ନିର୍ବାଚନରେ ସମସ୍ତ ଜନସାଧାରଣଙ୍କର ନିର୍ଦ୍ଦେଶ କ୍ରମେ ଭଲ ପାଇବା କ୍ରମେ ମଧ୍ୟ ଛୁଆକୁ ପଡୁଛି। କାହିଁକି ନା ଆମ ଅଞ୍ଚଳରେ ବହୁତ ଗୁଡାଏ ଜାତୀୟ ଆନ୍ତର୍ଜାତିକ ଅନୁଷ୍ଠାନ କରାଯାଇଛି, କିନ୍ତୁ ବେକାରୀ ସମସ୍ୟା ଆମ ଅଞ୍ଚଳରେ ବହୁଳ ଭାବରେ ଅଛି ଏବଂ ସେ ଅନୁଷ୍ଠାନ ଗୁଡିକ କିଏ ରହୁଛନ୍ତି? ବିହାର, ଆସାମ, ଗୁଜରାଟ, ପଞ୍ଜାବ ଏଇଭଳି ଜିଲ୍ଲାର 40 ମଧ୍ୟ ଆସି ରହୁଛନ୍ତି। କିନ୍ତୁ ଆମ ଲୋକାଲ ପିଲା କେହି ରହୁନାହାନ୍ତି। ଯେଉଁମାନେ ରହୁଛନ୍ତି କାର୍ଡ ତାକୁ ପ୍ରତିହତ କରିବା ପାଇଁ ବେକାରୀ ହଟାଓ ଯୋଜନା ପଞ୍ଚାବ ଏଇ ସବୁ ମୋର ଅଭିଯାନ ଅଛି ଏବଂ ବେକାରୀ ମୁକ୍ତ ଯତ୍ନ ଆର୍ଥିକ ସ୍ୱାବଲମ୍ବୀ ଏହାକୁ ସାକାର କରିବା ପାଇଁ ଆଜି ରାଜନୀତି କ୍ଷେତ୍ରକୁ ଆସୁଛି। ରାଜନୀତି କ୍ଷେତ୍ରରେ ଆମେ ଦେଖିଛେ ଯେଉଁମାନେ 77 ବର୍ଷ ସ୍ୱାଧୀନତା ପରେ ମଧ୍ୟ ଜଟିଳ ଅଞ୍ଚଳରେ ଗୋଟେ ସମସ୍ୟା ଧରନ୍ତୁ କହିବି ଶିକ୍ଷା ସମସ୍ୟା। ଶିକ୍ଷାର କିଛି ସମସ୍ୟା ଅଛି। ଶିକ୍ଷାରେ ସରକାର 5T ମାଧ୍ୟମରେ ଉଚ୍ଚ ଶିକ୍ଷା ମାଧ୍ୟମିକ ଶିକ୍ଷାକୁ ମାଧ୍ୟମିକ ଶିକ୍ଷାକୁ ସେମାନେ ଗ୍ରାଜୁଏସନରେ ଗାଡି କରି ହାୟର ରେଞ୍ଜକୁ ଆଣିବା ବୋଲି ଦେଖିଲେ। ଫଟା କାର୍ଯ୍ୟରେ ରଙ୍ଗ କରିଦେଲେ ଏବଂ ଫଟା ଆଜବେଷ୍ଟରେ ରଙ୍ଗ କରିଦେଇକି 5T ସରକାର ବାବା ରିଅଲ ହଉଛି ତଳ ସ୍ତର। ଯୋଉ ପ୍ରଥମ ଦ୍ୱିତୀୟ ତୃତୀୟ ଏଇ ଛୋଟ ପିଲାମାନଙ୍କ ପାଇଁ ଯଦି ସୁବିଧା ସୁଯୋଗ ନଥାଏ ତାହେଲେ ସେ ଶିକ୍ଷାର ମୂଲ୍ୟ କିଛି ନଥାଏ ଏବଂ ପିଲାମାନେ ସାଧାରଣ ଗରିବ ପିଲାଟି ସେ ଖୋଜୁଛି ମୁଁ ପ୍ରାଇଭେଟ ସ୍କୁଲରେ ପଢିବି, ଗଭର୍ଣ୍ଣମେଣ୍ଟ ସ୍କୁଲ ନାହିଁ। ଆଉ ପ୍ରତ୍ୟେକ ସ୍କୁଲରେ ଶିକ୍ଷକ ଅଧା ଶିକ୍ଷକ ନାହାନ୍ତି। ଆଜି ଯଦି କଲେଜ କଥା କହିବା କଲେଜରେ 50 ବର୍ଷ କଲେଜ ଜଟନୀ କଲେଜ, 32-33 ବର୍ଷ କଲେଜ ମଦନପୁର, ଗଞ୍ଜିଆ, ହରିପୁର, ଚନ୍ଦକା ଏବଂ ହଳଦିଆ କଲେଜ। এইসব কলেজ গুলিক জায়গা ବି ଆପଣଙ୍କୁ 50 ବର୍ଷ କଲେଜ 32 ବର୍ଷ କଲେଜ ଗୁଡିକ ଜାଗା ବି ସରକାର ଦେଇ। ଏ ଯୋଉ ବିଳମ୍ବନା এই ବିଳମ୍ବନା ସରକାରଙ୍କ ଉଦାସୀନତା ଏବଂ ନେତୃତ୍ୱର ଇଚ୍ଛା ଶକ୍ତି ଅଭାବ ତାକୁ ପ୍ରତିନିଧି କରିବା ପାଇଁ ପ୍ରକୃତ ନେତୃତ୍ୱ ଆବଶ୍ୟକତା କରୁଛନ୍ତି। ଲୋକମାନେ ଚାହୁଁଛନ୍ତି ତାଙ୍କ ଆଶାକୁ ସାକାର କରିବା ପାଇଁ ଆଜି ନିର୍ବାଚନରେ ଦିଆଯାଇଛି ପ୍ରାର୍ଥୀ ଭାବରେ। ଯାହା ହଉ ଜାତୀୟ କଂଗ୍ରେସ ଭରସା ରଖିଛି ମୋ ଉପରେ। ହାତରେ ବହୁତ ଆମ ଜନସାଧାରଣଙ୍କ ଆପଣଙ୍କ ମାଧ୍ୟମରେ ମୁଁ ବହୁତ ମାଗୁଛି ଯେ ମୋ ସଦାସର୍ବଦା ଆପଣଙ୍କ ସାଙ୍ଗରେ ଅଛି, ଜନସାଧାରଣଙ୍କ ସାଙ୍ଗରେ ଅଛି, ଜଟଣୀବାସୀଙ୍କ ସାଙ୍ଗରେ ଅଛି। ତେଣୁ ଏଥିପାଇଁ ଚାହୁଁଛୁ ଯେ ଆପଣଙ୍କ ସେବାକୁ ଆହୁରି ତ୍ୱରାନ୍ୱିତ କରିପାରିବେ। ଧନ୍ୟବାଦ। ଆଉ ଗୋଟେ କଥା ସାର୍, ବର୍ତ୍ତମାନ ବିଜେପି ବର୍ତ୍ତମାନ ପ୍ରଶାନ୍ତ ଜଗଦେବ ଅଛନ୍ତି, ରାଜେନ୍ଦ୍ର ସାହୁ ଅଛନ୍ତି, ତା ମଧ୍ୟରେ ବିଜେପି କଳି ମଧ୍ୟରେ ବର୍ତ୍ତମାନ କଂଗ୍ରେସ ଫାଇଦା ଉଠାଇ ପାରିବ? ଏଠି ସରକାର ଏଠି ନିଶ୍ଚିତ ଆସନରେ ଆସିବ ବୋଲି ଆପଣ ଦୃଢ଼ୋକ୍ତି ପ୍ରକାଶ କରୁଛନ୍ତି? ନିଶ୍ଚିତ ଭାବରେ ଜନସାଧାରଣ ଜାଣିଛନ୍ତି ତାଙ୍କର ଗଠବନ୍ଧନ ହବାର ଥିଲା ଏବଂ ଏବେ ମଧ୍ୟ ଗୋଟିଏ ନଦୀର ଦୁଇଟି ପାର୍ଶ୍ୱ ରହିଯାଏ। ତେଣୁ ଲୋକ ଚଏସ୍ କରୁଛନ୍ତି। ଏମାନେ ଦୀର୍ଘ ଏତେ ବର୍ଷ ସରକାର ଅଛି। ବିଜେପି ସରକାର ମଧ୍ୟ ଏଠି ଥିଲା 9 ବର୍ଷ କାଳ। ବିଜେପି ସରକାର ମଧ୍ୟ ଏଠି 23-24 ବର୍ଷ କାଳ ହେଇଗଲା। ଲୋକ ଦେଖୁଛନ୍ତି ଗୋଟେ ସରକାର ସବୁବେଳେ ସରକାର ପରିବର୍ତ୍ତନ ହେବା ଦରକାର ଅଛି। ପରିବର୍ତ୍ତନ ଆଶା ନେଇ ଲୋକମାନେ କଂଗ୍ରେସକୁ ଚଏସ୍ କରୁଛନ୍ତି। କଂଗ୍ରେସ ନିଶ୍ଚିତ ଭାବରେ ଏଠି ସରକାର କରିବାର ଆଶା ଅଛି। ଜଟଣୀର ପ୍ରତିବର୍ଷ କଂଗ୍ରେସ ହିଁ ଜିତି ଆସିଥିଲା, ଯେହେତୁ ଥିଲେ। ବର୍ତ୍ତମାନ କଂଗ୍ରେସ ଯେହେତୁ ଆପଣଙ୍କୁ ଆସିଛି ଆଉ ବିଜେଡିର ବିରୋଧୀ ବଳ ଆପଣ କଣ ମୁଁ ଆଗକୁ ପଇସା ଅଛି।
ଯଦି ଆପଣ କେବେ ରିପୋର୍ଟ ତାଙ୍କ ରିପୋର୍ଟ ଯିବେ ଇଂରାଜୀ ରିପୋର୍ଟ ହଉ ରିପୋର୍ଟ ହଉ ଜଟଣୀରେ ପ୍ରାୟ 45,000 ପରିବାର ଅଛନ୍ତି। ମୋ ପ୍ରାୟ 11,000 ପରିବାର ସହିତ ମୁଁ ଡାଇରେକ୍ଟ ଆଟିଛି। ତେଣୁ ମତେ ଯଦି ନିଜସ୍ୱ ଭୋଟ ବ୍ୟାଙ୍କ ଯଦି ଦେଖାଯାଏ ତାଙ୍କ ଭୋଟ ବ୍ୟାଙ୍କ ଯାହା ଥିଲା ତାଠୁ ବହୁ ଅଧିକ ଅଛି। ତେଣୁ ଲୋକଙ୍କୁ ଭଲ ପାଇବା ଅଛି ଏବଂ ବିଜେପି ଲୋକଙ୍କୁ ଭଲ ପାଇବା, ବିଜେଡି ଲୋକଙ୍କୁ ଭଲ ପାଇବା। କଂଗ୍ରେସ ମୁଁ ସହଜେ କଂଗ୍ରେସକୁ ଆସିଛି ଏବଂ ମୋ ନିଜର ବି ଓନ୍ ଟିମ୍ ଅଛି, 4ଟା ଟିମ୍ କି ଦେଇ। ତେଣୁ ଆମେ ସର୍ବାଧିକ ଭୋଟ କଂଗ୍ରେସ ବିଜୟ ଲାଭ କରିବ। ଜଟଣୀରେ ଆଗ ଥର ଯାହା ଥିଲା ତାଠୁ ବହୁ ଅଧିକା ଭୋଟ ବିଜୟ ଲାଭ କରିବ।